वकील मानवर जंती पोस्ट मानवर साक्षी मेरा ब्रह्म कहिबा न जाय मेरा ब्रह्म स्वामी नंदलाल ब्रह्म जने भागवत प्रेमी मनीष देवी हत्या तांकर कोनोसी संस्कृति नाही अत्यधिक खाद्य खाई देवीर फुल प्रयोजन होई जाय देवी आकस्मिक भावे मृत्यु वर्ण करिछि तेणु अदालत एही सिद्धांत उपनीत होला जे नंदलाल ब्रह्म निर्दोष बोली प्रमाणित करागला वो एही एक्शन चलो
ଚିନୁ ରେ ଆମକୁ ନ ଦେଖିଲା ପରେ ମନ ସେ ଚାଲି ଯାଉଥିଲା। ଏ ଚିନୁ ତମର ଏଇ ଭାଉଜଟା ଭଲ ପାଠ ପଢିବ ଛିଣ୍ଡା ଶାଢୀ ବାକି ପିନ୍ଧିଛି ଆଉ ତମେ ଭଲ ଗୋଟେ ଖାଇବ ବୋଲି ତମେ ଏଇ ଭାଉଜଟା ବୁଲି ବୁଲି ଭାତ ଦିଅଣ ବାକି ଆଣିଛି। ତମେ ସେ ଖାଇବା ଦେଖିଲେ ମୋ ଝିଅଟା ଲୋଭ କରିବ ତାକୁ ଲୁଚାଇ ମୁଁ ତମକୁ ଖାଇବାକୁ ଦେଇଛି। ଶେଷରେ ତମେ ଆମ ମା ଝିଅକୁ ଏଇ ନ୍ୟାୟ ଦେଇଦେଲ ଚିନୁ, ଏଇ ନ୍ୟାୟ ଦେଇଦେଲ। চিনু রে এই চিনু কন্ডে পিন্ধি কন্ডে শোই তোকে পাঠ পড়াই বড় মଣିଷ କରିଥିଲୁ ତୁ କଣ ଏଇ ନ୍ୟାୟ ଆମକୁ ଦେଇଦେଲୁ। ଆମେ କନ୍ଥା ପାରି ସ୍ୱାମୀ ସ୍ତ୍ରୀ ଶୋଇଛୁ ଝୁପୁଡ଼ି ଘର ମାଟି ଚଟାଣ ଉପରେ ଆମେ ଶୋଇଛୁ ନଡ଼ିଆ ଚାଚୁଡ଼ା ପକେଇ ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ମୁଣ୍ଡ ଗୁଞ୍ଜିଛୁ। ଆମ ପାହାନ୍ତିଆ ସପନରେ ସପନ ଦେଖି ତମ ଭାଇ ପୁରା ଖୁସିରେ ପାଟି ପଡନ୍ତି ଆଉ ତମ ଭାଇ ମତେ କହନ୍ତି ଚୈତି ଜାଣିଛୁ ନା ମୁଁ ଆମ ଚିନୁଟାକୁ ନା ଗୋଟେ ବଡ ସପନ ଦେଖିଛି। ଆଉ ମୁଁ ତାକୁ କହେ ଏଇ କଣ ସପନ ଦେଖିଛ ଟିକେ କୁହ ନା କୁହ ମତେ। ଆଉ ସେ ମତେ କହନ୍ତି ଆମ ଚିନୁଟା ନା ଗୋଟେ ବଡ ଓକିଲ ହେଇଛି। ଆମ ଭଲ ପାଇବାର ତୁ ଭଲ ତ୍ୟାଗ ଦେଇଥିଲୁ ଆଉ ସେଥିରେ ମୋ ପାଟିରୁ କଥା ଜଣେଇ ନାହିଁ ତତେ ଘୋରେଇ ଦିଏ। ସେଥିରେ ତୁ ଗୋଟିଏ ବଡ ବିଚାରପତି ହେଇଗଲୁ ତୁ ଏଇ ବିଚାର କଲୁ ସେ ଡ୍ରାମା ବନ୍ଦ କର ଚୁପଚାପ ଘରକୁ ଯା ବୁଝି ଚଲେଇଲେ ଗୋଟେ ଡ୍ରାମା ଏଠି। ହରେ ଚିନୁ ଆମର ଭୁଲ ହେଇଯାଇଛି। ଆମେ ତମ ପାଖକୁ ନ୍ୟାୟ ମାଗିବାକୁ ଆସି ଭୁଲ କରିଛୁ। ଆମେ କେବେ ବି ଆଉ ତମ ପାଖକୁ ଆସିବୁନି ଚିନୁ ଆମର ଭୁଲ ହେଇଯାଇଛି। ଏ ଦେଖ ତମରି ଆଗରେ ତମ ନୂଆ ବୋଉଟା କେମିତି କାନ ଚାଉଳାଉଛି। ପାଠ ପଢେଇ ମଣିଷ କରିଛ ବୋଲି ମୋର ସ୍ୱାଭିମାନ ନାହିଁ, ଖୁସି ନାହିଁ, ଆତ୍ମସମ୍ମାନ ନାହିଁ। ତମ ପାଇଁ ଓକିଲ ବାବୁ ତମ ବିଚାର ଆଉ ତମ ମଣିଷ ପଡିବାକୁ ଏଇ ଚଳିତା ଚଳିକି ଏଇଠି କେତେ ଜମା କରୁଛ ରେ ଚୁପଚାପ ସେଟା ତମ ଘରେ ଯାଅ ଯା କହୁଛି। ଏଇ ଆଉ ଏଠି କିଛି ଠିଆ ହେଇ ଲାଭ ନାହିଁ ଚାଲ ଆମ ଝିଅକୁ ତ ନ୍ୟାୟ ମିଳିଗଲା ଆମେ ଆମ ଭାଗ୍ୟ ନେଇ ଏଠୁ ଚାଲିଯିବା। ଚାଲ ଚାଲ ଏଠୁ ଚାଲ। ହେ ମାଧବ
हाँ